କିଛି ଦିନର ଲମ୍ବା ବିରତି ପରେ ପୁଣି ଫେରିଛି କାଷ୍ଟିଂ କାଉଚ। ଟେଲି ଜଗତରେ ଷ୍ଟାର କରାଇଦେବାକୁ କହି ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ଟଙ୍କା ମାଗିବା ଅଭିଯୋଗରେ ମହିଳା ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଟେଲି ଅଭିନେତା ରଶ୍ମିକାନ୍ତ ଭୂୟାଁ। ଏତଲା ହେବାର ଅଳ୍ପ କିଛି ସମୟ ମଧ୍ୟରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିନେତା ରଶ୍ମିକାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ। ସେ ବାଙ୍କୁଆରେ ରହୁଥିଲେ। ସିରିଏଲ ଓ ରିଆଲିଟି ଶୋରେ କାମ କରନ୍ତି। ବରଗଡ଼ ଥାନା ବିଜେପି ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ରଶ୍ମିକାନ୍ତଙ୍କର ପରିଚୟ ହୋଇଥିଲା। ପ୍ରଥମେ ଉଭୟ ଭଲ ବନ୍ଧୁ ହୋଇଥିଲେ। ତାପରେ ସିରିଏଲରେ କାମ ଦେବାକୁ କହିଥିଲେ। ମିଲି ରାଜି ହୋଇଯାଇଥିଲେ। ମୌକା ଦେଖି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଖାଲି ସେତିକି ନୁହେଁ, ଏକ ସିନେମା କରିବା ପାଇଁ କହି ଯୁବତୀଙ୍କ ଠାରୁ 30 ଲକ୍ଷ ଟଙ୍କା ଆଣିଥିଲେ। ଦୀର୍ଘ ଦିନ ଗଲା ପରେ ସିରିଏଲ କାମ ଦେଇନଥିଲେ କି ସିନେମା ତିଆରି କରିନଥିଲେ। ଯୁବତୀ ଜଣକ ତାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ। ଟଙ୍କା ଫେରସ୍ତ କରିବା ବଦଳରେ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣକ ରାଜି ହୋଇଯାଇଥିଲେ। ପୁଣି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ସେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି। ତେବେ ଏନେଇ ଆଜି ମହିଳା ଥାନାରେ ଏତଲା ଦେଇଥିଲେ। ପୁଲିସ ତୁରନ୍ତ ମାମଲା ରୁଜୁ କରି ରଶ୍ମିକାନ୍ତଙ୍କୁ ଗିରଫ କରି ପରିଚାଳନା କରିଛି। ବିଏନଏସଏସ୍ ଦଫା 69 ଓ 318 ରେ ମାମଲା ରୁଜୁ ହୋଇଛି।